ତ୍ରେତୟା ଯୁଗର କଥା। ଆପଣ ମାନେ ସମସ୍ତେ ଜାଣନ୍ତି ପୁରୁଷୋତ୍ତମ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ଓ ଜନକ ନନ୍ଦିନୀ ମିଥିଳାର ରାଜକନ୍ୟା ମାତା ସୀତାଙ୍କୁ ସ୍ୱୟଂବରରେ ପ୍ରଭୁ ରାମଚନ୍ଦ୍ର ଶିବଧନୁ ଭାଙ୍ଗି ମାତା ସୀତାଙ୍କୁ ବିବାହ କରିଥିଲେ। କିନ୍ତୁ ମାତା ସୀତା ରାଜସୁଖ ଭୋଗ କରିପାରିନଥିଲେ। 14 ବର୍ଷର ବନବାସ, ତାପରେ ଅଗ୍ନି ପରୀକ୍ଷା, ପୁଣି ଜଙ୍ଗଲରେ ଛାଡ଼ି ଦେଇଥିଲେ ପ୍ରଭୁ ଶ୍ରୀରାମ। ପ୍ରଜାମାନଙ୍କର କଥା ଶୁଣି ପୁଣି ଥରେ ଅଗ୍ନି ପରୀକ୍ଷା ଦେବାକୁ କହିବାରୁ ମାତା ସୀତା ଅଭିମାନ କରି ପାତାଳଗାମୀ ହେଲେ। ହେଲେ ମାତା ସୀତା କାହାର ଝିଅ ଥିଲେ? କିପରି ଥିଲା ତାଙ୍କର ଜନ୍ମ କାହାଣୀ? ଆପଣମାନେ ଜାଣନ୍ତି କି? ଏହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ଉଠେ ଯେ ମାତା ସୀତାଙ୍କର ଜନ୍ମ ରହସ୍ୟ ବିଷୟରେ। ତେବେ ଆସନ୍ତୁ ଜାଣିବା ମାତା ସୀତାଙ୍କର ଜନ୍ମ ରହସ୍ୟର କଥା ଏହି ଭିଡିଓରେ। ତେଣୁ ବିଷୟଟି ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ ମୋର ଗୋଟିଏ ଅନୁରୋଧ, ଯଦି ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ତେବେ ସବସ୍କ୍ରାଇବ କରିଦେବେ, ଲାଇକଟେ କରିଦେବେ। ଚାଲନ୍ତୁ ସମ୍ପୂର୍ଣ୍ଣ ବିଷୟଟି ଜାଣିବା। ରାବଣ ତ୍ରିପୁର ବିଜୟ କରି ଦେବତାମାନଙ୍କୁ ପାଦ ତଳେ ଖଟାଇଲା। ମୁନି ଋଷି ମାନେ କର ଦେବାକୁ ବାଧ୍ୟ ହେଲେ। ରାବଣର ଅତ୍ୟାଚାର ଦିନକୁ ଦିନ ବଢି ଚାଲିଲା। ମୁନି ଋଷି ଦେବତା ବ୍ରାହ୍ମଣ ମାନେ ବହୁତ କଷ୍ଟ ପାଇଲେ। ସମସ୍ତେ ମିଶି ବିଚାର କଲେ ରାବଣ ନ ମଲେ କେହି ଶାନ୍ତିରେ ରହିପାରିବେ ନାହିଁ। ତେଣୁ ମୁନି ଋଷି ମାନେ ବିରାଟ ମାୟା ଯଜ୍ଞ ଆରମ୍ଭ କଲେ। ସେ ଯଜ୍ଞ ଚରୁରୁ ଯେଉଁ ମହାମାୟା କନ୍ୟା ଜନ୍ମ ନେବ ତାହାରି ହାତରେ ରାବଣର ମୃତ୍ୟୁ ହେବ। କେଉଁ ରାଜା ରାଣୀଙ୍କୁ ସେହି ଚରୁ ଅନ୍ନ ଦିଆଯିବ ସେ କଥା ବିଚାର କରୁ କରୁ ବହୁତ ବିଳମ୍ବ ହୋଇଗଲା। ସେହି ସମୟରେ ଦିଗ୍ବିଜୟରୁ ରାବଣ ଫେରୁଥିଲେ। ଯଜ୍ଞଚରୁ କାହାକୁ ବଣ୍ଟା ନ ଯାଇ କାହିଁକି ରହିଛି ବୋଲି ମୁନି ଋଷିଙ୍କୁ ପଚାରିଲେ। ମୁନି ଋଷି ମାନେ ହଡ଼ବଡ଼େଇ ଗଲେ। ସତ କଥାଟି କେହି ରାବଣକୁ କହିବାକୁ ସାହସ କଲେ ନାହିଁ। ଜଣେ ଋଷି କହିଲେ, ମହାରାଜ, ଯଜ୍ଞଚରୁ ବିଷ ପାଲଟି ଯାଇଛି। ଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ରାବଣ। ଭାବି ଭାବି କହିଲେ, ଋଷିଗଣ, ମୋ ରାଜ୍ୟରେ ସବୁ କିଛି ଅଛି କିନ୍ତୁ ବିଷ ନାହିଁ। ଏତିକି କହି ଲଙ୍କାପତି ସେ ଚରୁ ଅନ୍ନ ପାତ୍ର ନେଇ ରାଜମହଲକୁ ଚାଲିଗଲେ। ପୁଷ୍ପକ ବିମାନରୁ ଓହ୍ଲାଇ ମହାରାଣୀ ମନ୍ଦୋଦରୀଙ୍କ ହାତରେ ଚରୁ ପାତ୍ରଟିକୁ ଧରାଇ ଦେଲେ। କହିଲେ, ମହାରାଣୀ, ଏହା ହେଉଛି ଉତ୍କଟ ବିଷ। ଖବରଦାର ମହାରାଣୀ, ଏହାକୁ ପାଟିରେ ମଧ୍ୟ ମାରିବ ନାହିଁ। ଏହାକୁ ସିନ୍ଦୁକ ଭିତରେ ରଖିଦିଅ। କିଛି ଦିନ ଚାଲିଗଲା। ମର୍ତ୍ତ୍ୟପୁର ବିଜୟ କରି ରାବଣ ପାତାଳପୁରକୁ ବିଜୟ ଅଭିଯାନ ନିମନ୍ତେ ଅଗ୍ରସର ହେଲେ। ପାତାଳପୁର ଜୟ କରିବା ପରେ ପାତାଳରେ ବଳିରାଜାଙ୍କ ମହଲରେ କିଛି ଦିନ ରହିଗଲେ। ଲଙ୍କାରେ ଗୁଜବ ପ୍ରଚାର ହେଲା ଯେ ରାବଣ ପାତାଳପୁରରେ ଯୁଦ୍ଧ ସମୟରେ ମରିଯାଇଛନ୍ତି। ଗୁଜବକୁ ସତ ମନେକରି ସୁପର୍ଣ୍ଣଖା ମନ୍ଦୋଦରୀକୁ ଅସତୀ, ଅଲକ୍ଷଣୀ, ବଂଶ ବୁଡ଼େଇ ଏମିତି କେତେ କଣ ଗାଳି ଗୁଲଜ କରି କୁତ୍ସିତ ଭାଷାରେ ତିରସ୍କାର କଲେ। ଏସବୁ କଥା ସହିପାରିଲେନି ମନ୍ଦୋଦରୀ। ପୂର୍ବରୁ ସାଇତି କରି ରଖିଥିବା ଚରୁ ପାତ୍ରଟି ବାହାର କରି ଖାଇଦେଲେ। ଭାବିଥିଲେ ଏହି ଉତ୍କଟ ବିଷ ଖାଇ ସେ ମରିଯିବେ, କିନ୍ତୁ ତାଙ୍କର ମୃତ୍ୟୁ ହେଲା ନାହିଁ, ବରଂ ଗର୍ଭ ଲକ୍ଷଣ ପ୍ରକାଶ ପାଇଲା। ଚାହୁଁ ଚାହୁଁ 10 ମାସ ବିତିଗଲା। ବୈଶାଖ ଶୁକ୍ଳପକ୍ଷ ନୀଳାଦ୍ରି ମହୋଦୟ ଅଷ୍ଟମୀ ତିଥିରେ ମହାସିଂହ ରାଶିରେ ଭୋଗ ହେଉଥିବା ସମୟରେ ଦିବ୍ୟ ସୁନ୍ଦରୀ କନ୍ୟାଟିଏ ଜନ୍ମ ହେଲେ। ଲାଜ ସରମକୁ ଡରି ରାଣୀ ମନ୍ଦୋଦରୀ ଏକ ରୁଦ୍ଧ ପଟ୍ଟିକ ଭିତରେ ସେହି କନ୍ୟାରତ୍ନକୁ ପୁରାଇ ଭସାଇ ଦେଲେ। ରାତିରେ ଜୁଆର ଆସିବାରୁ ସେ ପଟ୍ଟିକାଟି ମିଥିଳା ଦେଶ ପାଖ ପଟକୁ ଉଠି ପଟୁ ମାଟିରେ ପୋତି ହୋଇଗଲା। ଯୋଗକୁ ଠିକ୍ ତା ପରଦିନ ଯଜ୍ଞ କରିବା ଉଦ୍ଦେଶ୍ୟରେ ମିଥିଳାର ରାଜା ଜନକ ଲଙ୍ଗଳ ତୋଳାଇ ଜମିଟିକୁ ହଳ କରୁଥିଲେ। ଦରପୋତା ହୋଇ ରହିଥିବା ପେଟିକାଟି ଲଙ୍ଗଳ ମୁନରେ ଲାଗିଲା। ସେହି ପେଟିକାରୁ ଝିଅଟି ବାହାରିଲା। ଏତେ ସୁନ୍ଦର ଝିଅଟିଏ ପେଟିକା ଭିତରୁ ପାଇ ରାଜା ଜନକ ବହୁତ ଖୁସି ହୋଇଗଲେ। ରାଜା ଓ ରାଣୀ ମିଶି ଝିଅଟିର ଲାଳନ ପାଳନ କଲେ। ଲଙ୍ଗଳର ମୁନକୁ ସଂସ୍କୃତରେ ସୀତା ବୋଲି କୁହାଯାଏ। ତେଣୁ ରାଜା ଓ ରାଣୀ ସେ ଝିଅଟିର ନାଁ ସୀତା ଦେଲେ। ସୀତା ମାତାଙ୍କର ଏହା ହେଉଛି ଏକ ଜନ୍ମ କାହାଣୀ। ସେ ତାଙ୍କର ଏକାଧିକ ନାମ ପୁରାଣରୁ ଜଣାଯାଏ। ଜନକ ରାଜାଙ୍କର ଝିଅ ହୋଇଥିବାରୁ ତାଙ୍କର ଅନ୍ୟାନ୍ୟ ନାମ ଜାନକୀ। ପୁଣି ସେ ମିଥିଳା ବୈଦେହୀ ରାଜକନ୍ୟା ହୋଇଥିବାରୁ ଅନ୍ୟ ଦୁଇଟି ନାଁ ହେଲା ମୈଥିଳୀ ଓ ବୈଦେହୀ।
ସେ ପୃଥିବୀ ମାଟି ତଳୁ ବାହାରି ଥିବାରୁ ତାଙ୍କ ନାଁ ହେଉଛି ପାର୍ଥବୀ, ଭୂମି ସୂତା। 1 ଯୋଜନ ପର୍ଯ୍ୟନ୍ତ ତାଙ୍କ ଦେହରୁ ପଦ୍ମ ଫୁଲର ମହକ ବାସ୍ନା ହେଉଥିବାରୁ ସୀତାଙ୍କର ଅନ୍ୟ ନାମ ଯୋଜନ ବନ୍ଧା। ଏହିପରି ସୀତାଙ୍କର ଜନ୍ମ ସମ୍ବନ୍ଧରେ ଆମେମାନେ ପୁରାଣ ଗୁଡ଼ିକରେ ଏକାଧିକ ଗଳ୍ପ ଉପାଖ୍ୟାନ ରହିଛି। କେଉଁଠି ସତ୍ୟ ତ କେଉଁଠି ମିଛ ତାହା ଜାଣିବା ବଡ଼ କଷ୍ଟ। ଆଚ୍ଛା ସାଙ୍ଗମାନେ, ଆପଣମାନେ ଶୁଣୁଥିଲେ ମାତା ସୀତାଙ୍କର ଜନ୍ମର କାହାଣୀ। ଆଶା କରୁଛି ଆପଣମାନଙ୍କୁ ଏହି କଥା ବା ଏହି ଉପାଖ୍ୟାନଟି ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ତାହେଲେ ଲାଇକ୍ଟେ କରିଦେବେ। ମୋ ଚ୍ୟାନେଲରେ ନୂଆ କରି ଭିଡ଼ିଓ ଦେଖୁଥିଲେ ସବସ୍କ୍ରାଇବ କରିଦେବେ, ବେଲ୍ ଆଇକନ ପ୍ରେସ୍ କରିଦେବେ। ଏମିତି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ ଆପଣମାନଙ୍କ ପାଖକୁ ଚାଲିଯିବ। ସାଙ୍ଗମାନେ କମେଣ୍ଟ ବକ୍ସରେ ନିଜର ମୂଲ୍ୟବାନ ମତାମତ ଜଣାଇବେ, ସାଙ୍ଗମାନଙ୍କୁ ସେୟାର କରିଦେବେ। ରହୁଛି, ପୁଣି ଦେଖାହବ ଆଉ ଏକ ନୂଆ ଭିଡ଼ିଓରେ। ନମସ୍କାର, ଜୟ ଜଗନ୍ନାଥ।